ଶ୍ରାବଣର ସୋମବାରରେ ଶୈବପୀଠଗୁଡ଼ିକରେ ଜଳ ଲାଗି କରିବା ପାଇଁ ଗଡ଼ଗଡ଼ିଆ ଘାଟରୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତମାନେ ପାଣି ଉଠାଉଛନ୍ତି। ଏହାରି ଭିତରେ ନିଶ୍ଚିନ୍ତ କୋଇଲି ଓସ୍ତପୁର ଅଞ୍ଚଳରୁ ଆସିଥିବା ଚନ୍ଦନ କୁମାର ସାହୁଙ୍କ କାଉଡ଼ି ଭାର ଆଜି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ସେ ଏକ ବେତ କାଉଡ଼ି ଭାରକୁ ଆଲୋକମାଳରେ ସୁସଜ୍ଜିତ କରିବା ସହ ଭାର ଉପରେ ଏକ ବଡ଼ ବଡ଼ ଶିବଲିଙ୍ଗ ଓ ଶିବଲିଙ୍ଗ ଉପରେ ଏକ ସାପ ରଖିଛନ୍ତି। ପରେ ଲିଙ୍ଗଟିକୁ ମଟର ଓ ବ୍ୟାଟେରୀ ଦ୍ୱାରା ଫିଟ୍ କରିଛନ୍ତି, ଯାହାକି ଭାରରେ ଲିଙ୍ଗଟି ବୁଲୁଛି। ଯିଏ ତାଙ୍କ ଭାରକୁ ଦେଖୁଥିଲା ଘଡ଼ିଏ ଠିଆ ହୋଇ ରହୁଥିଲା। ଏ ସମ୍ପର୍କରେ ଚନ୍ଦନ କୁହନ୍ତି, ସେ ଦୀର୍ଘ 15 ବର୍ଷ ହେବ ଓସ୍ତପୁରରୁ ଗଡ଼ଗଡ଼ିଆ ଘାଟ ଆସନ୍ତି ପାଣି ଉଠାଇବାକୁ। ଚଳିତ ବର୍ଷ ଭାରକୁ ଟିକିଏ ନୂଆ କରିବେ ଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଭାବିକି ଏମିତି ଏକ ଭାର ପ୍ରସ୍ତୁତ କରିଛି। ଏହାକୁ ପ୍ରସ୍ତୁତ କରିବାକୁ ଏକ କାରିଗରଙ୍କୁ 15 ଦିନ ସମୟ ଲାଗିଥିଲା। ସେ ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ଓସ୍ତପୁର ଶିବ ମନ୍ଦିରରେ ପାଣି ଢାଳିବେ ବୋଲି ଚନ୍ଦନ କହିଛନ୍ତି। ଚନ୍ଦନ କୁମାର ସାହୁ ନିଶ୍ଚିନ୍ତ କୋଇଲି ଓସ୍ତପୁର ଆସିଛି। आमे आसु प्रति वर्ष आसु मोर हो गला 15-16 वर्ष आमे आसु गड़गड़िया घाट तो दुनिया काउडी होउची आमे नियम माने गोटा प्रयास केमि गोटा काउडी भलो करबा गड़गड़िया घाट लोक देखिबे सेटा मानसिक राइची मु जो वर्ष आसी मोर मानसिक सब पूर्ण करते ठाकुर मु प्रति वर्ष आज मु मानसिक आसु मु खुशी ये आसु हाराहारी 15 दिन बेले लागिची आम जो मिस्त्री आम जे हमर जे पुरोहित जे हमर जे पूजा करचंती ताको आइडिया तांकर हमर ओस्तपुर माने जो हुए जो फंक्शन केमी कौन भल हम सी करती आदर बैटरी लगी किसी ये लगी लिंगटा बुलुची मूर्ति थुआई ये करके लाइट फाइट दिखाई केमती भल हम साप लाइट फाइट दिखाई निश्चिंत कोइली ओस्तपुर जीवु।